হরে জয় জগন্নাথ স্বামী নয়ন পথগামী ভবতু মে শ্রীকৃষ্ণ গোবিন্দ হরে মুরারে হে রাধ নারায়ণ বাসুদেব। জয় জগন্নাথ জয় জগন্নাথ জয় জগন্নাথ। সমস্ত আধ্যাত্মিক বন্ধুମାନଙ୍କୁ এই ବ୍ରହ୍ମ ମୁହୂର୍ତ୍ତରେ ଗୋପାଳ ନରୋତ୍ତମର ଅନନ୍ତ କୋଟି ମଥାଲୁଟା ପ୍ରଣାମ। ଆଜ୍ଞା, ଆଜି ଆମେ ଜାଣିବା ଶ୍ରବଣ କରିବା ଅଷ୍ଟକୁଳା ନାଗ ଓ ଗରୁଡ଼ଙ୍କର କିପରି ଭାବେ ଜନ୍ମ ହେଇଥିଲା। କଶ୍ୟପ ଋଷିଙ୍କର ପତ୍ନୀ କଦ୍ରୁ ସୌତୁଣୀ ଦିତି ଓ ଅଦିତିଙ୍କ ପୁତ୍ର ହେବା ଶୁଣି ବହୁତ ଦୁଃଖିତ ହେଲେ। ଆଉ ମନ ଦୁଃଖରେ ଯାଇ ସ୍ୱାମୀଙ୍କ ପାଖରେ ପହଞ୍ଚି ଦେଖିଲେ କଶ୍ୟପ ଶୋଇଛନ୍ତି। ଆଉ ସ୍ୱାମୀଙ୍କୁ ପୁତ୍ର ପ୍ରାପ୍ତି ପାଇଁ ଅନୁରୋଧ କଲେ। କଶ୍ୟପ କଦ୍ରୁଙ୍କର କଥା ରଖି ତାଙ୍କ ସହିତ ରମଣ କରିବାକୁ ଭୁଜଙ୍ଗଜାତ ହେଲେ ଓ ସେମାନଙ୍କ ନାମ ଅନନ୍ତ, ବାସୁକୀ, କରକୁଟକ, ଶଙ୍ଖପଦ୍ମ, ମହାପଦ୍ମ, କୁଳିକ, ତକ୍ଷକ, ରକ୍ଷକ ଏହିପରି ଅଷ୍ଟକୁଳ ନାଗ ଜାତ ହେଲେ। ଏହି ଅଷ୍ଟକୁଳ ନାଗମାନେ ବିବାହ ବ୍ରତ ସମୟରେ ପଞ୍ଚବ୍ରାହୀ ପାଆନ୍ତି। ଆଉ ନାଗକୁଳ ଜନ୍ମ ଦେଖି ବିନତା ସହିପାରିଲା ନାହିଁ। ସ୍ୱାମୀଙ୍କୁ ଯାଇ କହିଲା, ଆପଣ ଭୁଜଙ୍ଗ ବଂଶ ସୃଷ୍ଟି କରିଦେଲେ, ଏଥର ସୃଷ୍ଟି ରହିବ ତ? ସେମାନେ ଛୁଇଁଦେଲା ମାତ୍ରେ ପ୍ରାଣୀମାନେ ମରିଯିବେ। ଏହା ଶୁଣି କଶ୍ୟପ ହସିଲେ ଓ କହିଲେ, ତୋର ଯେଉଁ ପୁତ୍ର ଜନ୍ମ ହେବ ସେମାନଙ୍କୁ ଖାଇକରି ବଞ୍ଚିବ। ତୋ ପୁତ୍ର ନାଗମାନଙ୍କର ଶତ୍ରୁ ହୋଇ କାଳ କାଳକୁ ରହିବ। ତେବେ ବିନତେ କହିଲେ, ସେମାନେ ଯଦି ପୃଥିବୀରେ ରହିବେ ତେବେ ଅନ୍ୟ ପ୍ରାଣୀମାନେ କିପରି ରହିବେ? କଶ୍ୟପ କହିଲେ, ପୃଥିବୀକୁ ଛାଡ଼ି କରି କିଏ କ'ଣ ରହିପାରିବ? ଏଣୁ ସେମାନେ ଏହି ପୃଥିବୀରେ ଥିବେ ଓ କାହାର କିଛି କ୍ଷତି କରିବେ ନାହିଁ। ଆଉ ଯଦି ଅନ୍ୟାୟରେ କାହା ସହିତ ଲାଗନ୍ତି ତେବେ ଲୋକମାନେ ଗରୁଡ଼କୁ ସ୍ମରଣ କରିବେ। ଗରୁଡ଼ ନାମ ଧରିଲେ ସବୁ ବିଷ ହରଣ ହୋଇଯିବ। ଏହାପରେ କଶ୍ୟପଙ୍କ ଔରସରୁ ଗରୁଡ଼ ଜାତ ହେଲେ। ଆଉ ଗରୁଡ଼ଙ୍କର ପକ୍ଷୀ, ଲାଞ୍ଜ, ଚଞ୍ଚୁ ଆଦି ଦେଖି ବିନତା ମନ ଦୁଃଖ କରିବାକୁ କଶ୍ୟପକୁ କହିଲେ, ମନ ଦୁଃଖ କର ନାହିଁ, ଏ ପୁତ୍ର ବିଷ୍ଣୁଙ୍କର ବାହନ ହେବ। ଆଉ ଗୋଟିଏ ପୁଅ ଇଚ୍ଛା କରିବାକୁ କାଶ୍ୟପ ମହାମୃତ୍ୟୁଞ୍ଜୟ ମଞ୍ଜି ଦେଲେ। କହିଲେ, 9 ମାସ ପର୍ଯ୍ୟନ୍ତ ଅପେକ୍ଷା କରିବୁ। ତେବେ ବିନତା ନିର୍ଦ୍ଦିଷ୍ଟ ସମୟ ଆଗରୁ ଅଣ୍ଡାଟି ଫଟାଇ ଦେବାରୁ ରକ୍ତବର୍ଣ୍ଣ ହୋଇ ଅପୂର୍ଣ୍ଣାଙ୍ଗ ପୁତ୍ର ଜନ୍ମ ହେଲା। ବିନତା ମନ ଦୁଃଖ କରିବାରୁ କଶ୍ୟପ ପୁତ୍ରର ନାମ ଅରୁଣ ରଖି ସୂର୍ଯ୍ୟଙ୍କ ରଥରେ ସାରଥୀ ହୋଇ ରହିବାକୁ କହିଲେ। ଜୟ ଶ୍ରୀକୃଷ୍ଣ ଜୟ ଶ୍ରୀକୃଷ୍ଣ ଜୟ ଶ୍ରୀକୃଷ୍ଣ। ଆଉ ଥରେ ଆପଣମାନଙ୍କୁ ଏ ବ୍ରହ୍ମ ମୁହୂର୍ତ୍ତରେ ଅନନ୍ତ କୋଟି ମଥାଲୁଟା ପ୍ରଣାମ।